ଆଜି ଆମେ ଜାଣିବା ବଜ୍ର ମହାକାଳୀ ବ୍ରତ ବା ଫଲରୀ ଓଷା ବିଷୟରେ। ଫଲରୀ ଓଷା ବା ବଜ୍ର ମହାକାଳୀ ବ୍ରତ ଆଶ୍ୱିନ ମାସ ଅମାବାସ୍ୟାରେ ଏହା କରାଯାଏ। ଏହା ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ଲୋକମାନେ ପାଳନ କରନ୍ତି। ମା' ମାନେ ପିଲାମାନଙ୍କର ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରିଥାନ୍ତି। ପୂଜା ପାଇଁ ପ୍ରଥମେ ଘର ବାହାର ସଫା କରି ପୂଜା ଜାଗାରେ ଚିତା ବା ଝୋଟି ପକାଇବେ। ପୂଜା ପାଇଁ ଏକ ଖଟୁଲି ସ୍ଥାପନ କରିବେ। ଏହି ଦିନ ପିଲାମାନେ ସକାଳୁ ଉଠି ସ୍ନାନ କରି ସାତ ଘରକୁ ଯାଆନ୍ତି ଭିକ୍ଷା ମାଗିବା ପାଇଁ। ଭିକ ମାଗିବା ସମୟରେ ପିଲାମାନେ ଗୀତ ବୋଲି ଭିକ ମାଗନ୍ତି। ଭିକରେ ମିଳିଥିବା ଚାଉଳ ଓ ପନିପରିବାକୁ ପୂଜାରେ ଲଗାଯାଏ। ପୂଜା କରିବା ପାଇଁ ଆଗରୁ ଶିଳ ଓ ଶିଳପୁଆକୁ ଧୋଇ ସଫା କରି ରଖିଥିବେ ଏବଂ କଞ୍ଚା ହଳଦୀକୁ ବାଟି କରି ରଖିଥିବେ। ପୂଜା ସ୍ଥାନରେ ଶିଳପୁଆକୁ ରଖି ବଟା ଯାଇଥିବା ହଳଦୀକୁ ଶିଳପୁଆରେ ଲଗାଇ ସେଥିରେ ମା'ଙ୍କ ପ୍ରତିମା ତିଆରି କରିବେ। ମା'ଙ୍କର ପ୍ରତିମା ତିଆରି କରି ସାରିଲା ପରେ ମା'ଙ୍କୁ ସିନ୍ଦୁର, କଜଳ, ବସ୍ତ୍ର, ଅଳଙ୍କାର ପିନ୍ଧାଇବେ। ମା'ଙ୍କ ପାଖରେ ଧାନଗଛ, ବେଲଡାଳ ସବୁ ଆଣି ମା'ଙ୍କ ପାଖରେ ରଖିବେ। ଧଳା ବ୍ରତକୁ ଆଣି ହଳଦୀ ପାଣିରେ ବୁଡ଼ାଇ 7ଟି ଗଣ୍ଠି ପକାଇ ସେହି ବ୍ରତକୁ କାକୁଡ଼ିରେ ଗୁଡ଼ାଇ ପୂଜାସ୍ଥାନରେ ରଖିବେ। ତାପରେ ମା'ଙ୍କୁ ଫୁଲ, ଚନ୍ଦନ ଆଦି ଅର୍ପଣ କରିବେ। ମା'ଙ୍କ ପାଖରେ ଦୀପ, ଝୁଣା ଆଦି ଲଗାଇବେ। ମା'ଙ୍କ ପାଖରେ 7ଟି ଦୁବ, 7ଟି ଅରୁଆ ଚାଉଳ ଲାଗି ହୋଇଥାଏ। ମା'ଙ୍କ ପାଖରେ 7 ପ୍ରକାର ଶାଗ ଭଜା, 7ଟି ଚକୁଳି ପିଠା, ଛଣା ମଣ୍ଡା, କାକରା, କଦଳୀ, ଫଳମୂଳ ଭୋଗ ଲାଗିଥାଏ। ଏହାପରେ ମହାବଜ୍ରକାଳୀ ବ୍ରତ ପାଠ କରାଯାଏ। ବହି ପାଠ ପରେ କଖାରୁ ପତ୍ରରେ ତିଆରି କରାଯାଇଥିବା ଭୋଗକୁ ବଢ଼ାଯାଏ। ଯଥା ଖିଚିଡ଼ି, ଆମ୍ବିଲ, 7 ପ୍ରକାର ଶାଗ ଭଜା, ମଣ୍ଡା ପିଠା, ଘାଣ୍ଟ ତରକାରୀ ବ୍ୟଞ୍ଜନ ଆଦି ବଢ଼ାଯାଏ। ଏହାପରେ ମା'ଙ୍କ ପାଖରେ ଭୋଗ ଲଗାଯାଏ। ଭୋଗ ଲାଗି ସାରିବା ପରେ ଘର ଲୋକ ଓ ପଡ଼ୋଶୀଙ୍କୁ ଭୋଗ ଦିଆଯାଏ। ମା'ଙ୍କ ପାଖରେ ଯେଉଁ ହଳଦୀ ସୂତା ପୂଜା କରାଯାଏ ତାହା ନିଜ ପିଲାମାନଙ୍କ ହାତରେ ବନ୍ଧାଯାଏ ଏବଂ ଯେଉଁ ଡାଳଗୁଡ଼ିକ ମା'ଙ୍କ ପାଖରେ ପୂଜା ହୋଇଥାଏ ଘରର ଗୁରୁଜନମାନେ ଛୋଟମାନଙ୍କୁ ଆସ୍ତେ ଆସ୍ତେ ବାଡ଼େଇଥାନ୍ତି। କଥିତ ଅଛି ଯେ ମା' ବଜ୍ରକାଳୀ ପିଲାମାନଙ୍କୁ ବଜ୍ରପଳି ରଖିଥାନ୍ତି। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।